ଓಂ ନମୋ ଭଗବତେ ଅଚ୍ୟୁତାନନ୍ଦାୟ ନମ, ଓಂ ଭଗବତେ ଯଶୋବନ୍ତାୟ ନମ, ଓಂ ଶିଶୁବନ୍ତାୟ ନମ। ଏବେ କଳିର ବୃଦ୍ଧ ଅବସ୍ଥା, ତାଙ୍କର ବୃଦ୍ଧ ଅବସ୍ଥା ଆରମ୍ଭ ହେଇଯାଇଛି 5000 ବର୍ଷ ଭୋଗ ପରେ, ଆଉ 500 ବର୍ଷ ଭୋଗ ହବାକୁ ଯାଉଛି। 5500 ହବ, କିଏ କହୁଛି 5200। କିନ୍ତୁ ଆପଣ ଗୋଟିଏ ମନେ ରଖନ୍ତୁ, ଏକପାଦ ଧର୍ମ ଥିବାରୁ ଏ କଳିରେ ଧର୍ମ ତ ପାଣି ମାନେ ଦାନ କଲେ ତାଙ୍କର ମଙ୍ଗଳ ହୁଏ ବୋଲିକିରି ବେଦଜ୍ଞ ଶାସ୍ତ୍ର ସବୁ ଲେଖିଛି। ତେଣୁ ଗୋଟିଏ ହଉଛି କଣ, ଏଇ ଯୋଉ ଅଜ୍ଞାନତା ଯୋଗୁ ସାମାନ୍ୟ ସ୍ୱାର୍ଥ ଲାଗି ପରସ୍ପର ମଧ୍ୟରେ ବିବାଦ ସୃଷ୍ଟି କରି ଶେଷରେ ହଣାହଣି ମରିବେ। ଏ କଳିର ଶେଷ ପାଦରେ ହବ। ଦୁର୍ଭିକ୍ଷ, ମହାଘ୍ୟ, ଖାଦ୍ୟ ନଟ, ଜଳ, ଆବଶ୍ୟକ ଜିନିଷ ମାନ ପାଇବେନି। ଲୋକ ଛଟପଟ ହେଇ ମୃତ୍ୟୁ ମୁଖରେ ପଡିବେ। ଅଖାଦ୍ୟ ଖାଦ୍ୟ, ହଇଜା, ବସନ୍ତ, ଅନ୍ୟ କେତେକ ନୂଆ ରୋଗ ବା ନୂଆ ଜୀବାଣୁ ବାହାରିବ, ଯାହାକୁ ସରକାର ଅଟକେଇ ପାରିବେ ନାହିଁ। ପ୍ରବଳ ଯେତିକି ନଦୀ ଅଛି ପ୍ରବଳ ଭାବରେ ବୃଦ୍ଧି ହେବ, ସର୍ବଶାନ୍ତ ହେବେ ଲୋକ। କେତେକ ମନୁଷ୍ୟ, ପଶୁ, ପ୍ରକୃତିକର ବିନାଶ ଘଟିବ। ତାପରେ ଆଉ ଗୋଟେ ପଏଣ୍ଟ, ପ୍ରଚଣ୍ଡ ଗ୍ରୀଷ୍ମ ଉତ୍ତାପ ହେବ, ପ୍ରଖର ଅଗ୍ନି ତେଜ ହେବ, ପ୍ରଳୟଙ୍କର ଝଡ଼ ତୋଫାନ ହେବ। ମନୁଷ୍ୟ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ବୃକ୍ଷଲତା, ଘର ଦ୍ୱାର ସବୁ ନଷ୍ଟ ହେଇଯିବ। ତେଣୁ ମହାପୁରୁଷ ଲେଖିଛନ୍ତି, ଉତ୍ତର ଦିଗରୁ ପ୍ରବଳ ଶୀତ ବରଫ ମାଡ଼ି ଆସିବ। ବୁଝିଲେ ଆଜ୍ଞା? ଆଜ୍ଞା। ତେଣୁ ବୁଢା ବୁଢୀ, ଶିଶୁ, ଦୁର୍ବଳ ରୋଗୀ ପ୍ରଭୃତି ମାନଙ୍କର ଶୀତରେ ପ୍ରାଣ ଚାଲିଯିବ ଏଇ ଶୀତରେ। କିନ୍ତୁ ଆଉ ଗୋଟେ କଥା ହବ, ବହୁତ ବିଲୁଆ ପାଗଳ ହେବେ, ବହୁତ କୁକୁର ପାଗଳ ହେବେ, ସର୍ପ, ବାଘ, ଭାଲୁ, ଅନ୍ୟାନ୍ୟ ହିଂସ୍ର ମାନେ ପାଗଳ ହେଇକରି ଲୋକ ଗାଁରେ ପଶି ଲୋକମାନଙ୍କୁ ବିନାଶ କରିବେ। ଏଇ ସମୟରେ ହବ। ତେଣୁ ସରକାରୀଙ୍କ ଦ୍ଵାରା ଯୋଉ ଯୁଦ୍ଧ, ତୃତୀୟ ବିଶ୍ୱଯୁଦ୍ଧ ଅଛି, ସେ ଏବେ କରାଳ ମୂର୍ତ୍ତି ଧାରଣ କରିବ। ତେଣୁ କେହି ଭୟରେ ଗୃହକୁ ଆସୁନଥିବେ ଯେ ବିଶ୍ୱଯୁଦ୍ଧ ହଉଛି। କିନ୍ତୁ ଯେତେବେଳେ ଏସବୁ ହଉଥିବ, ସେତେବେଳେ ବହୁ ଲୋକ କ୍ଷତି ହେଇଥିବେ, ପରମାଣୁ ବମ୍ ପଡିଗଲିକି ମାଳିକା ଲେଖିছে। ତେଣୁ ସେ ଲୋକ ଯେତେବେଳେ ଘରକୁ ଡରିକି ପଳେଇ ଆସୁଥିବ, ବାଟରେ ହିଂସ୍ର ତ ଖାଇଦେବେ। ତୃତୀୟ ମହାସମରରେ ପରମାଣୁ ବୋମା ଘର୍ଷଣ ଧରାଇ ଏସବୁ ହବ। ନିଜର କୁଟୁମ୍ବ ମରିଥିବା ଦେଖିକିରି ସେ ଆଉ ସହିପାରିବ ନାହିଁ, ହଇରାଣ ହେଇକିରି ଆତ୍ମହତ୍ୟା କରିବ। ଆଉ କେହି ଶୁଣିକିରି ସଂଜ୍ଞାନ ହୋଇ ମରିବେ। ତେଣୁ ଭୈରବ ଡାକ ଦ୍ୱାରା ଅକାଳରେ ମୃତ୍ୟୁ ମୁଖରେ ଏବେ ପଡିବେ। ସର୍ବଶେଷରେ ଓଡିଶାରେ ବନ୍ଧ ଭାଙ୍ଗିବ, ବଙ୍ଗୋପସାଗର ଗଙ୍ଗା ନଦୀ ମାଡ଼ି ଆସିବ, ଖଣ୍ଡ ପ୍ରଳୟ ସୃଷ୍ଟି କରିବ ଏବଂ ତହିଁରେ ଯୋଉ ନିଜର ଘରଦ୍ୱାର, ସମ୍ପତ୍ତି ବାଡି, ଯାନ ବାହନ, ଅନ୍ୟାନ୍ୟ ଗୃହୋପକରଣ ଜିନିଷ କିଛି ରହିବ ନାହିଁ, ସର୍ବସ୍ୱ ଏକା ବେଳରେ ଭାସିଯିବ। ତେଣୁ ଏଇ 14 କୋଟି ବିପଦରୁ ଯେଉଁମାନେ ବଞ୍ଚିକରି ରହିବେ, ଶେଷରେ ଯୁଗ ଅବତାର ଯୋଉ କଳଙ୍କି ଦେବୀ ବା ଦେବ ଆସିବେ, ତାଙ୍କ ନିକଟରେ ସେ ତମକୁ ସେତେବେଳେ ପରୀକ୍ଷା କରିବେ। ମାନେ ଏତେ ଗୁଡା ବିପଦ ଯଦି ବଞ୍ଚିଥିବ, ଏତେ ସୁଖ ଯଦି ବଞ୍ଚିଥିବ, ତାହେଲେ ସେ ତୁମକୁ ପରୀକ୍ଷା କରିବେ। ଯୋଉମାନେ ଉତ୍ତୀର୍ଣ୍ଣ ହେବେ ସେଇମାନଙ୍କୁ ସେ କେବଳ ସତ୍ୟଯୁଗ ପାଇଁ ବିହନ ହେବେ, ଅର୍ଥାତ୍ ସତ୍ୟଯୁଗକୁ ବଞ୍ଚି ରହିବେ। ସେ ଯୁଗରେ ସୁଖ ଶାନ୍ତି ଭୋଗ କରିବେ, ବିଳାସ ବାସନା କାମନା ପ୍ରଭୃତି ତାଙ୍କର ଭୋଗ ହବ। କଣ ପରୀକ୍ଷା କରିବେ? ବ୍ରହ୍ମ ଏକାକ୍ଷର ପରୀକ୍ଷା କରିବେ ବୋଲିକି ମାଳିକା ଲେଖିଛି। ତେଣୁ ଆମର ହେଉଛି ବର୍ତ୍ତମାନ ଯୋଉ ପଞ୍ଚଭୂତ ମହାଶୂନ୍ୟର ଶୂନ୍ୟ ସୃଷ୍ଟି। ଶୂନ୍ୟର ହଉଛି ଆକାଶ, ଆକାଶରୁ ବାୟୁ, ବାୟୁରୁ ହେଲା ଅଗ୍ନି, ଅଗ୍ନିରୁ ହେଲା ଜଳ, ପୃଥିବୀ, ତୃତାତୀତ ପ୍ରଭୁଙ୍କ ଠାରୁ ପଞ୍ଚତତ୍ତ୍ୱ ଉତ୍ପତ୍ତି। ଯେତେବେଳେ ମହାଶୂନ୍ୟରୁ ଶୂନ୍ୟ ସୃଷ୍ଟି ହେଉଛି, ଶୂନ୍ୟରୁ ପଞ୍ଚଭୂତ ସୃଷ୍ଟି ହେଉଛି। ଏଇ ପଞ୍ଚଭୂତ ମାନ ମଧ୍ୟରେ ଗୋଟେ 1 ହେଲା ଆକାଶ, 2 ହେଲା ବାୟୁ, 3 ହେଲା ଅଗ୍ନି, 4 ହେଲା ଜଳ, 5 ହେଲା ପୃଥିବୀ। ତେଣୁ ଏଇ ଯୋଉ ତତ୍ତ୍ୱ ରହିଲା,
ମନୁଷ୍ୟର ବିନାଶ ସମୟରେ ଆସିଲେ ପ୍ରଥମେ ତାହାର ପାଦ ଆଡୁ ପ୍ରଳୟ ହୁଏ ନା ମିଛ ନା ସତ କଥା। ଆଜ୍ଞା ତେଣୁ ଏବେ ସେଇ ସମୟ ଆଗତ। ତେଣୁ ଅଗଷ୍ଟ ମାସରୁ ଆରମ୍ଭ ହୋଇ 2024 ଅଗଷ୍ଟ, 2025 ଅଗଷ୍ଟ, 2026 ଅଗଷ୍ଟ 1 ତାରିଖ ପର୍ଯ୍ୟନ୍ତ ଇଏ ହବ। ପ୍ରଳୟ ଓଡିଶାରୁ ଆରମ୍ଭ ହବ। ତାପରେ ସାରା ଭାରତ ଶେଷ ସମଗ୍ର ପୃଥିବୀରେ ପ୍ରଳୟ ହବ। କିନ୍ତୁ ସମସ୍ତେ ମତେ କ୍ଷତି ହଉଛି, ସମସ୍ତେ ମରୁଛନ୍ତି, ତାକୁ କେହି ଦେଖୁନାହାନ୍ତି ବା ଶୁଣୁନାହାନ୍ତି। ଜାପାନରେ ଭୂମିକମ୍ପ ହେଲା, ଏଠି ଭୂମିକମ୍ପ ହେଲା, ଶହ ଶହ ଲୋକ ମଲେ, ତାକୁ ଗଣୁନାହାନ୍ତି। ହଉଥିବ ହଉଥିବ କଣ ହେଇଛି ହେଇଥିବ। ତେଣୁ ଯେଉଁମାନେ ପ୍ରକୃତି ସାଙ୍ଗରେ ଖେଳୁଛନ୍ତି ଏଟା ପ୍ରକୃତି ସାଙ୍ଗରେ ହଉଛି, ମାନେ ଏକଥା କେହି ଅସ୍ୱୀକାର କରିବେ କି ନାହିଁ। ଏଠାରେ କଳିଯୁଗ ଉପରେ ସତତା ସମାନ କରି ହୋଇଥିବା ଯୋଗୁଁ ଏହା ଘଟିଅଛି। ଏ ମନୁଷ୍ୟ ସବୁ ସୃଷ୍ଟି କରିଛି, ସତ ନା ମିଛ ଆଜ୍ଞା? ସତ ଆଜ୍ଞା। ତେଣୁ ଏହାପରେ ଜଳତତ୍ତ୍ୱର ବିନାଶ ଆରମ୍ଭ ହବ। ଜଳତତ୍ତ୍ୱ ରହିବନି, ଜଳ ରହିବ ନାହିଁ। ସେଠୁ ତାପରେ ଜଳତତ୍ତ୍ୱ ଜଳ ନ ପାଇବେ, ପାଣି ନ ପାଇବେ, ମଣିବେ 3 ଭାଗ ଜଳ ପ୍ରତ୍ୟେକ ମଣିଷରେ। ତେଣୁ ଏଇଟା ସେଇ 2026 ଅଗଷ୍ଟ 1 ରୁ ଆରମ୍ଭ ହବ। ଆଜ୍ଞା ସେଇ ଅଗଷ୍ଟ 1 ରୁ 2027 ଯାଇ ଚାଲିବ ଜଳତତ୍ତ୍ୱ। ତେଣୁ ଆମେ ସେ ଜଳତତ୍ତ୍ୱକୁ ନିଜ ଶରୀରରେ ସାଧନା କରିବା। ତାପରେ ଏବେ ହଉଛି ଶ୍ରାବଣ ମାସ। ତେଣୁ ଏଇ ଶ୍ରାବଣ ମାସରେ ପ୍ରବଳଙ୍କର ବର୍ଷା ହେଇଛି, ନଦୀ ବୁଦ୍ଧି ହେଇଛି, କେତେ ଲୋକ ମରିଛନ୍ତି, କୋଉଠି ଆପଣଙ୍କର ନକ୍ସାଇଟ ହେଇଛି, କେତେ ମାଟି ଲୋକ ଯାଇଛନ୍ତି, କେତେ ଧନ ଶକ୍ତି ଗୋରୁ ଗାଈ ଫସଲ ନଷ୍ଟ ହେଇଛି, କେତେକ ପ୍ରଦେଶରେ ଅନାବୃଷ୍ଟି ହେଇଛି, କୋଉଠି ବର୍ଷା ହେଇନି, କୋଟି କୋଟି ଲୋକ ମାଟି ତଳେ ପଇଛି। କିନ୍ତୁ ହିସାବରେ 50, 100, 200, 300, 500। ତେଣୁ ଏଇ ଉଭୟ ପ୍ରଦେଶରେ ମନୁଷ୍ୟ ମାନଙ୍କର ଘର ଦ୍ୱାର, ଧନ ସମ୍ପତ୍ତି, ଗୋରୁ ଗାଈ ଫସଲ ସବୁ ନଷ୍ଟ ହେଇଯାଇଛି। ଏକ୍ସାମ୍ପଲ ସ୍ୱରୂପ ଦେଖନ୍ତୁ ମଧ୍ୟପ୍ରଦେଶ, ଉତ୍ତରାଞ୍ଚଳ, ଆପଣଙ୍କର କେରଳ, ବିହାର, ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜୁରାଟ, ସେଠି ସବୁ ମହାପ୍ରଳୟ ହେଇଯାଇଛି ଏବେ। ଆଜ୍ଞା ତେଣୁ ସେଠି ଲୋକ ହାହାକାର ହଉଛନ୍ତି, ଖାଦ୍ୟ ପାଉନାହାନ୍ତି। ତେଣୁ ଆସନ୍ତା ବର୍ଷକୁ ଏମାନଙ୍କର ଅବସ୍ଥା ଆଉ କଣ ହବ ଆପଣ ତାକୁ ଅନୁମାନ କରିବେ, ମାନେ କଣ ହବ। ତେଣୁ ଆମେ ଗୋଟେ ଏକ୍ସାମ୍ପଲ ଦେଖିବା, ଇଏ କଳିଯୁଗ। କଳିଯୁଗରେ ଇଏ ହଉଛି ଶିବ ସମ୍ବତ୍ସର। ଶିବ ହଉଛନ୍ତି ଆଶୁତୋଷ। ତେଣୁ ଶିବ ସମ୍ବତ୍ସରରେ ଭୟଙ୍କର ଦୁର୍ଭିକ୍ଷ ପଡିବ। 9କ ଦୁର୍ଭିକ୍ଷ ପଡି, ମୁଁ ଆଗରୁ କହିଛି, ତହିଁରେ ଓଡିଶାରୁ 1/4 ଲୋକ କ୍ଷୟ ହେଇଯିବେ ବୋଲିକିରି ମାଳିକା ଲେଖିଛି, ଭବିଷ୍ୟତ ମାଳିକା। ତେଣୁ ଆଉ ଯୋଉ ବିନାଶ ଆରମ୍ଭ ହେବ ସେ 2026-27 ରେ, ସେ ବି ସେ ଅଗଷ୍ଟ 1 ତାରିଖ ଆରମ୍ଭ ହବ। ଏତେ ବର୍ଷା ହବ ମାନେ ଆଉ ତାର ସୀମା ରହିବ ନାହିଁ। ଏଇ ଯୋଉ ବର୍ଷା ହବ ସେ ଆକାଶ ତତ୍ତ୍ୱ ସେଇ ନଷ୍ଟ କରିବ। ଆଉ ସେଇ ସମୟରେ ତୃତୀୟ ବିଶ୍ୱଯୁଦ୍ଧ ହବ, ଯାହାକି ମହାଭାରତ ଯୁଦ୍ଧର ଅବଶିଷ୍ଟାଂଶ। ଏଠାରେ କଣ ହବ, ବିଦେଶୀ ମାନେ ଆକାଶ ମାର୍ଗରେ ଉଡି ଭାରତ ତା ଓଡିଶାରେ ପରମାଣୁ ବୋମା ପକେଇବେ, ଯାହା ଫଳରେ ଶତ ଶତ ବର୍ଗ ମାଇଲି ଘର, ଗ୍ରାମ, ନଗର, ପ୍ରାନ୍ତର ପ୍ରଭୃତି ଅସଂଖ୍ୟ ମନୁଷ୍ୟ ପକ୍ଷୀ ସବୁ ମଳି ପାଉଁଶ ହେଇଯିବେ। 2ରେ ପୁଣି ଏଇ ବର୍ଷରେ 7 ଦିନ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ହେବେ ନାହିଁ। ମାଳିକା ଲେଖିଛି, ଭବିଷ୍ୟତ ଆଜି 27 ଲେଖିଛି, 26-27, 7 ଦିନ ପୂର୍ବରୁ ଅନ୍ଧାର ହବ ଲେଖିଛି। ଭୟଙ୍କର ରାତି ହେବ। ଏଇ ଯୋଉ ପରମାଣୁ ବୋମା ପକେଇବେ, ସେ ପରମାଣୁ ବୋମା ଦିହରେ ସୂର୍ଯ୍ୟ ଉଦୟ ହେବ କିନ୍ତୁ ଦେଖାଯିବ ନାହିଁ ତା ଧୂଆଁରେ। ତେଣୁ ସର୍ବଶେଷରେ ଉତ୍ତରରୁ ଗଙ୍ଗା ନଦୀ ଆସିବ, ଦକ୍ଷିଣରୁ ବଙ୍ଗୋପସାଗର ଆସିବ, ପଶ୍ଚିମ ଦିଗରୁ ଭୟଙ୍କର ଜଳସ୍ରୋତ ଆସିବ, ହୀରାକୁଦ ଡ୍ୟାମରୁ ଆସିବ। ଏହି ପ୍ରଳୟରେ ଦେଶର 3 ଭାଗ ଲୋକ ଯିବେ ବୋଲିକି ମାଳିକା ଲେଖିଛି। ତେଣୁ ତାକୁ ଆଖି ଆଗରେ ରଖି ଯଦି ଆମେ ଆମର ଏଇ ଯୋଉ ପଞ୍ଚଭୂତ ଶରୀରକୁ ଧ୍ୟାନ ଧାରଣା କରିବା ତାହେଲେ ହବ। କେମିତି, ଗୋଟେ ଛୋଟ ଗପ କହିବି, ଆପଣ ଶୁଣିବେ କି? ନାଇଁ ଆଜ୍ଞା କୁହନ୍ତୁ। ଯେତେବେଳେ ଦ୍ୱାପର ଯୁଗ ଶେଷ ହେଲା, ଆଜ୍ଞା ଧର୍ମରାଜ ଯୁଧିଷ୍ଠିର ରାଜସିଂହାସନରେ ବସିଲେ।
ଅଳ୍ପ କାଳ ମଧ୍ୟରେ କଳି ଯୁଗ ଆସି ପହଞ୍ଚିଗଲା। ଭବିଷ୍ୟତ ଯୋଉ ଦ୍ରଷ୍ଟା ଯିଏ ମୁଣ୍ଡରେ ହାତ ଗତି କରି ସେ ସହଦେବ ଜାଣିନାହାନ୍ତି କି? ଆଜ୍ଞା ଶୁଣିଛି। ଏକଥା ଜାଣିପାରି ସେ ଯୁଧିଷ୍ଠିର କହିଲେ, ଯୁଧିଷ୍ଠିର କଣ କଳି ଯୁଗକୁ ଆଣି ଖଟ ଗୋଡରେ ବାନ୍ଧିଦେଲେ, ଶୋଇଥିବା ଖଟରେ, ବୁଝିଲେ କି? ଆଜ୍ଞା ଯୁଧିଷ୍ଠିର ଅନେକ ଦିନ ପର୍ଯ୍ୟନ୍ତ ତାକୁ ବାନ୍ଧି ଜଙ୍ଗଲରେ ବୁଲି ଦୁଃଖରେ କାଳପାତ କଲେ। କିନ୍ତୁ ରାଜା ହୋଇଥାନ୍ତି, ସେ ବେଶୀ ଦିନ ସୁଖ ଶାନ୍ତି ଭୋଗ କରି ନାହାନ୍ତି ଯୁଧିଷ୍ଠିର। ଏ ରାଜାକୁ ଅସ୍ୱୀକାର ଜାଣିପାରିବେ ତାଙ୍କର କାର୍ଯ୍ୟରେ ଆଉ ମନ ବଳିବ ନାହିଁ। ଏଣୁ ତୁମେ କିଛି ଦିନ ପାଇଁ ଏଇଠାରେ ବନ୍ଧା ହୋଇ ରୁହ, କଳିଯୁଗ କହି ବାନ୍ଧିଥିଲେ କିଏ? ଯୁଧିଷ୍ଠିର। କଳିକି ଭାଙ୍ଗି ପକେଇଲେ ଏବଂ 36 ବର୍ଷ ବାନ୍ଧିଲେ କଳିକି। କୋଉଠି? ଖଟଗଡରେ, ବୁଝିଲେ ଆଜ୍ଞା। 36 ବାନ୍ଧି କରି ସେ ରାଜାର ସୁରେଶ ପଣ୍ଡା ନାମକ ଗୋଟିଏ ବ୍ରାହ୍ମଣ ଘରେ ତପତି ନାମରେ ଜଣେ ବାଉରୀ ମୂଲିଆ କାର୍ଯ୍ୟ କରୁଥିଲା। ଆଉ ମୂଲିଆଟି ବ୍ରାହ୍ମଣ ଜମିରେ ହଳ କାର୍ଯ୍ୟ କରୁ କରୁ କେତେ ଗୁଡିଏ ସୁବର୍ଣ୍ଣ ପାଇଲା। ସେ ସୁବର୍ଣ୍ଣକୁ ମୂଲିଆଟି ବ୍ରାହ୍ମଣକୁ ଦିଅନ୍ତେ। ବ୍ରାହ୍ମଣ କହିଲା, ଏହା ତୁମ୍ଭର ପ୍ରାପ୍ତ ଧନ ବୋଲି କହି ମୂଲିଆକୁ ଫେରାଇ ଦେଲା। କହିଲା ସୁବର୍ଣ୍ଣ ନେଲା ନାଇଁ। ମୂଲିଆ ମତେ ବ୍ରାହ୍ମଣଙ୍କର କ୍ଷେତଲବ୍ଧ ଧନ ବୋଲି ମନେ ମନେ ଭାବିଲା, ନିଜେ ହିଁ ନେଲା ନାହିଁ। ବ୍ରାହ୍ମଣକୁ ତାହା ନେବା ପାଇଁ ବାରମ୍ବାର ଅନୁରୋଧ କଲା। ଶେଷରେ ବ୍ରାହ୍ମଣ ଏହା ନ ନେବାରୁ ଯୁଧିଷ୍ଠିର ପାଖକୁ ଗଲେ। ସଭାରେ ମୂଲିଆଟି ଯାଇ ଅଭିଯୋଗ କଲା ଏବଂ ଘଟଣାର ଆମୂଳଚଳ ସମସ୍ତ ବିଷୟ ତାଙ୍କ ଆଗରେ କହିଲା। ଯୁଧିଷ୍ଠିର ବ୍ରାହ୍ମଣକୁ ଡକାଇ ଏକଥା ପଚାରନ୍ତେ ବ୍ରାହ୍ମଣ କହିଲା, ଏ ମହାରାଜ, ଯଦିଓ ଧନ ମୋର ମିଳିବାର ଯୋଗ ଥାନ୍ତା ତାହେଲେ ମୁଁ ବିଲରେ ଉପସ୍ଥିତ ଥିବା ସମୟରେ ମତେ ମିଳିଥାନ୍ତା। ମାତ୍ର ମୁଁ ବିଲକୁ ଆସିବା ପରେ ମୂଲିଆଟି ଏହା ପାଇଛି, ତେଣୁ ଇଏ ମୂଲିଆର ପ୍ରାପ୍ତ, ତେଣୁ ତାକୁ ମୂଲିଆକୁ ଦିଆଯାଉ। ତେଣୁ ଏହା ପରେ ମୂଲିଆ ଏ ଟଙ୍କା ନେବା ପାଇଁ ଯୁଧିଷ୍ଠିରକୁ ମନା କଲା। କହିଲା, ଆଜ୍ଞା ମୋର ଧର୍ମ ନେଇ ଧର୍ମବତାର, ମତେ ଧନ ଦିଅନ୍ତୁ ନାହିଁ। ଆପଣ ଧର୍ମ ସିଂହାସନରେ ବସୁଛନ୍ତି, ଆମେ ନ୍ୟାୟ ବିଚାର କରୁଛୁ। ବ୍ରାହ୍ମଣ କ୍ଷେତ୍ର ଉପଲବ୍ଧ ପଦାର୍ଥକୁ ମୁଁ କିପରି ନେବି? ମୁଁ କେବଳ ଦୈନିକ 600 ମୂଲ୍ୟ ଚାଉଳ ନିଏ, ତେଣୁ ମୋର ସେ କଣ ହବ? ତେଣୁ ଅଧିକାରୀ, ତେଣୁ ଏ ଆଶାରେ ଅଧିକ ନେଲେ ମତେ ପାପ ଗ୍ରାସ କରିବ। ଏ ମହାରାଜ, ମୁଁ ସାମାନ୍ୟ ମୂଲିଆ ଲୋକ, ମତେ ଏଇ ମହାପାପରୁ ରକ୍ଷା କରନ୍ତୁ। ତେଣୁ ଯୁଧିଷ୍ଠିର ଭାବିଲେ ଇଏ ଅଧେ ଲେଖାଏଁ ବାଟି ନେବା ଉଚିତ। ବ୍ରାହ୍ମଣ ଅଧେ ନେଉ, ବାଉରୀଟି ଅଧେ ନେଉ। ସେଠୁ 2 ଜଣ ମନା କଲେ। ସେଠୁ କଣ କରିବେ? ସେଠୁ ସହଦେବକୁ ଡାକିଲେ। କହିଲେ, ସହଦେବ ଦେଖିଲୁ ଇଏ କଣ ନଉନାହାନ୍ତି, ମୀମାଂସା କରିଦେ। ସହଦେବ କିଛି କହିଲାନି, ସବୁ ଜାଣିଥିଲା। ସାଙ୍ଗେ ସାଙ୍ଗେ ଗଲା କଳି ଯୁଗକୁ ସେ ଖଟ ଗୋଡରୁ ଫିଟେଇ ଦେଲା। ସେଇ ସମୟରେ କଳି ଆସି ପହଞ୍ଚିଗଲା ସେଠି। 2 ଜଣଙ୍କୁ ଘାସିଗଲା, ବ୍ରାହ୍ମଣକୁ ବାଉରୀକି। ଯଦି ଘାସିଗଲା, ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହେଇଗଲେ। ସେ କହିଲା ମୁଁ ନେବି, ଏ କହିଲା ମୁଁ ନେବି। ତେଣୁ କଳି ରାଜନ ଯିଏ ଘାସିକିରି ଯୁଧିଷ୍ଠିରକୁ ନଜର ପଡିଲା, ତାପରେ ଇଏ ବ୍ରାହ୍ମଣକୁ ଘାସିଲା, ବାଉରୀ ଘାସିଲା, ସେ ଟଙ୍କା ସୁନା ଦେବେ ରାଜି ହେଇଗଲେ। ତେଣୁ ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହେଲେ, କହିଲେ ଆଉ ଏଠି ରହିବା କଥା ନାହିଁ। ଇଏ କଳି ରାଜନ ଆସିଗଲା, ସହଦେବ ଫିଟେଇ ଦେଲା। ତେଣୁ ପରୀକ୍ଷିତକୁ ଯୁଧିଷ୍ଠିର ରାଜ ବିଚାର କରିବାକୁ ଦେଇ ଏ ଧନ ବ୍ରାହ୍ମଣ ଆଉ ବାଉରୀ ଭିତରେ ବାଣ୍ଟି ସେ ଚାଲିଲେ ରାଜାକୁ। କିନ୍ତୁ ପରୀକ୍ଷିତ କଣ କଲେ? ପରୀକ୍ଷିତ ତ ରାଜା କହିଲେ କଳି ଟଙ୍କା ଆସିଗଲା। ପରୀକ୍ଷିତ କହିଲେ, ଆଜ୍ଞା ଇଏ ଧନ ବାଉରୀରେ ନୁହେଁ କି ବ୍ରାହ୍ମଣ ନୁହେଁ, ଇଏ ହଉଛି ଆମର ରାଜାର। ସିଏ ଏହା କହି ସବୁ ଧନ ନେଇକି ରାଜକୁ ସବୁ ପଠେଇଦେ ହେଲା। ବ୍ରାହ୍ମଣ ଆଉ ବାଉରୀକି ଫେରେଇ ଦେଲା। ତେଣୁ ଯୁଧିଷ୍ଠିର ଘଟଣା ଦେଖି ଆହୁରି ଆଶ୍ଚର୍ଯ୍ୟ ହେଲେ ଏବଂ ସହଦେବକୁ କହିଲେ, ଏହା କାରଣ କଣ? ସହଦେବ କହିଲା, ପୂର୍ବରୁ ଯାହା କଳି କରିଥିଲା ଏବେ ସେହା କଳି କଲା। ତେଣୁ କଳି ଯୁଗକୁ ଆପଣ ଖୋଲିଦେଲେ, କହିବାକୁ କହିଲେ ଖୋଲିଦେଲି। ଏ ମହାଗଳ କଳି ଯୁଗ, ଏପରି କଳି କ୍ରମାନ୍ୱୟରେ 3 କୋଟି ରୂପ ଧରି କଳି ଯୁଗ ଲୋକମାନଙ୍କୁ ଗ୍ରାସ କରି ସେମାନଙ୍କୁ ମନ ଇଚ୍ଛାରେ ନଚାଇ ଶେଷରେ କିପରି ଭାବେ ସେମାନଙ୍କୁ ବିନାଶ କରିବ, ଏଇ ସମସ୍ତ କଥା ଗୋଟି ଗୋଟି କରି ଯୁଧିଷ୍ଠିର ଆଗରେ ସହଦେବ ବର୍ଣ୍ଣନା କଲେ। ଯୁଧିଷ୍ଠିର କଳିକୁ ଭୟ କରି ଆଉ କଳି ଯୁଗରେ ରହିବେ ନାହିଁ ବୋଲି ସ୍ଥିର କଲେ।
ଓ ପରିଗୀତକୁ ରାଜା ତ କରିଥିଲେ। ତେଣୁ ହିମାଳୟ ପଥରେ ଚାଲିକି ସ୍ୱର୍ଗ ଆରୋହଣ କଲେ। ତେଣୁ ଏ କଳି ଯୁଗରେ ଯୁଧିଷ୍ଠିର 36 ବର୍ଷ ମାତ୍ର ରାଜା ହେଇଥିଲେ। ବୁଝିଲେ ଆଜ୍ଞା। ତେଣୁ ମୁଁ ଏଇଠି ୟାକୁ ରଖୁଛି, ପୁଣି ଅନ୍ୟ ଦିନ ଆର ଅଧିକାଂଶ କହିବି। ଓಂ ନମ ତ୍ରାଇ ଅଚ୍ୟୁତ ତ୍ରାଇ ଅଚ୍ୟୁତ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।